ଆଜି ମୁଁ ଶୁଣାଇବା ପାଇଁ ଯାଉଛି କଥାକାର ପ୍ରବୋଧ ରାଉତଙ୍କ ଗପ ହୃଦୟ ମାଗୁଥିବା ଝିଅ। ତେବେ ଆସନ୍ତୁ ଶୁଣିବା। ନଦୀର ନାମ ଅଳସ କନ୍ୟା, ତୀରର ନାମ ତନ୍ଦ୍ରା, ଗ୍ରାମର ନାମ ସ୍ୱପ୍ନପୁରୀ, ପ୍ରିୟାର ନାମ ଚନ୍ଦ୍ରା। ଶବ ଘରୁ ଖୋକା ଭାଇର ଗୀତକୁ ମନ ଇଚ୍ଛା ଗାଉଥିଲା ଚନ୍ଦୁ। ପୋଷ୍ଟମର୍ଟମ ଘର ବାହାରେ ଏକଲୟରେ ଶୁଣୁଥିଲା ଏକ ଅନୁଢ଼ା କିଶୋରୀ। ବାହାରେ ପ୍ରିୟ ପରିଜନଙ୍କ କାନ୍ଦୁରା ମୁହଁ। ଅନ୍ତିମ ଯାତ୍ରାରେ କାନ୍ଧ ଦେବାକୁ ସଦ୍ୟ ଲୋକାର୍ପଣ ହୋଇଥିବା ମହାପରାୟଣ ଯାନ। ଏସବୁକୁ ଚନ୍ଦୁର ନିଘା ନାହିଁ। ଡାକ୍ତର ନ ଆସିବା ପର୍ଯ୍ୟନ୍ତ ସିଏ ଶବ ଘରର ବାଦଶାହ। ଆପ୍ରୋନ ପିନ୍ଧା ଏଫ୍ଏମ୍ଟିସି ଡାକ୍ତରଙ୍କ ସହ ପିଜି ଷ୍ଟୁଡେଣ୍ଟ ଶବ ଘରକୁ ପଶିବା ମାତ୍ରେ ଚନ୍ଦୁର ଗୀତ ଗାଇବା ବନ୍ଦ। ପରେ ପରେ ହାମର ପାହାରରେ ଖପୁରି ଫଟେଇବାର ବୁକୁ ଫଟା ଶବ୍ଦ। ଯାହାର କପାଳ ଫାଟି ସାରିଛି ତାରି କପାଳରେ ନିହାତି ବେଦରଦୀ ଭାବେ ଗଣି ଗଣି 8 ହାମର ବସେଇ ଦିଏ ଚନ୍ଦୁ। ଛେଣିରେ ମଥାକୁ ଛେଦ କରି ଆଙ୍କୁଡ଼ାରେ ଫଡ଼ କରି ଉଠେଇ ଦିଏ ଖପୁରି। ସବୁଥର ପରି ବସା ଦହି ଝୋବା ଭାଙ୍ଗି 2 ହାତରେ ଖଣ୍ଡ ବସା ଦହିକୁ ମଞ୍ଜପତ୍ରରେ ରଖିବା ପରି ଧୋବ ଫରଫର ଭେଜାକୁ ଖପୁରି ଖୋଲରୁ କାଢ଼ି ଜରି ପ୍ୟାକେଟରେ ରଖିଦିଏ ଚନ୍ଦୁ। ସେଥିରେ ଷ୍ଟିକର ଲଗେଇ ଓଠରେ ବହଳ ଲିପଷ୍ଟିକ୍ ଲଗେଇଥିବା ପୃଥୁଳା ନର୍ସ ହାତକୁ ବଢ଼େଇ ଦିଏ। ବୟସୀ ନର୍ସ ଅବଜ୍ଞା ଚାହାଣି ଫେରାଏ ଚନ୍ଦୁକୁ। ଷ୍ଟିକରରେ କ୍ରମିକ ସଂଖ୍ୟା ଓ ନାଁ ଲେଖେ। ଚନ୍ଦୁର ବେପରବାୟ ଚାହାଣି। କିଏ ପଚାରେ ନର୍ସ ଗୁଡ଼ାଙ୍କୁ? ସିଏ ଟିକେ ଆଣ୍ଟି ଦେଲେ ଡାକ୍ତର ଆଣ୍ଠେଇ ପଡ଼ିବେ। ଅତଏବ ପୋଷ୍ଟମର୍ଟମ ଠପ୍। କାଗଜ ଲେଖିବା ଛଡ଼ା କ'ଣ କରନ୍ତି ଡାକ୍ତରମାନେ? ଖପୁରି ଫଟେଇ ବସିଏ, ଛାତି ପଞ୍ଜରା କାଟି ବସିଏ। ହେଲେ ଖପୁରି ଫଟାଇଲା ବେଳେ ସେ ଯେମିତି ବେଦରଦୀ ଭାବେ ହାମର ବାହାର ଦିଏ, ପଞ୍ଜରା କାଟିଲା ବେଳେ ସେମିତି କରିପାରେ ନା। ଅତି ଯତ୍ନରେ ପଞ୍ଜରା କାଟେ। କାରଣ ସିଏ ଜାଣିଛି ପଞ୍ଜରା ଢାଙ୍କୁଣୀ ତଳେ ଗୋଟାଏ ହୃଦୟ ଅଛି, ଗୋଟିଏ କଲିଜା ଅଛି। ଟିକିଏ ଓଲମ ବିଲମ ହେଲେ କଲିଜା ପାଣି ଫାଟିଯିବ, ହୃଦୟର ଦୁଃଖ ଦୁଃଖ ଥପ୍ ହୋଇଯିବ। ହେଲେ ସବୁଥର ନିରାଶ ହୁଏ ସିଏ। ରାଗି ପାଛି ଦୁମ୍ ଦୁମ୍ ହୋଇ ଶବ ଘରୁ ବାହାରିଯାଏ। ଚନ୍ଦୁ ଶବ ଘରୁ ବାହାରି ଯିବା କ୍ଷଣି ଦେବଦାରୁ ଗଛ ମୂଳେ ନଖ ଖୁଣ୍ଟୁଥିବା ସେଇ ଅନୁଢ଼ା କିଶୋରୀଟି ବାଟ ଭାଙ୍ଗି ଚାଲିଯାଏ। ଚନ୍ଦୁ ନାକ ଅଗରେ ରାଗ ରଖି ବସାକୁ ଫେରେ। ଏସ୍ସିବି ମେଡିକାଲ ପଛ ବେହେରା ସାହିରେ ଜବରଦଖଲ କରି ଟିଣ ଛପର କରିଥିବା 1 BHK ଘରକୁ 2-4ଟା ପାଉଚ ଚିରି ପେଟ ଭରିଲା ଯାଏ ପିଏ। ନିଦ ଭାଙ୍ଗିବା ବେଳକୁ ରାତି ଅଧ। ସେଇ ରାତି ଅଧରେ ଖଟିଆରୁ ଉଠି ନିଦ ମଳମଳ ଆଖିରେ ପାଦକୁ ଘୋଷାରି ଘୋଷାରି ହାଇମାଷ୍ଟ ଲାଇଟର ନିଅନ ଆଲୁଅ ତଳେ ଦେବଦାରୁ ଛାଇ ପାଖେ ପାଖେ ଠିଆ ହୁଏ। ଖୋକା ଭାଇର ସେଇ ପ୍ରିୟାର ନାମ ଚନ୍ଦ୍ରା ଗୀତକୁ ତୋଡ଼ ମରଡ଼ କରି ଗାଇ ଗାଇ ରାଣୀହାଟ ବସ୍ତି ଯାଏ ଚାଲିଯାଏ। ସକାଳକୁ ହିନ୍ଦ ସିନେମା ପୋଲ କଡ଼ରେ ସାଙ୍କୁଡ଼ି ହୋଇ ପଡ଼ିଥାଏ। ମୁହଁରେ ମାଛିଗୁଡ଼ା ସାଉଁ ସାଉଁ ହେଉଥାନ୍ତି। ବଡ଼ ମେଡିକାଲରୁ ଶବ କାଟିବା ପାଇଁ ନିଉତା ନ ଆସିବା ପର୍ଯ୍ୟନ୍ତ ସେଇଠି ସେମିତି ନିଗୋଢ଼ ନିଦରେ ଶୋଇଥାଏ। ଖାଲି ଯାହା ଅନୁଢ଼ା କିଶୋରୀଟିଏ ମଝିରେ ମଝିରେ ସେଇ ବାଟ ଦେଇ ଚାଲି ଯାଉଥାଏ, ଚନ୍ଦୁକୁ ନିରୀଖେଇ ନିରୀଖେଇ। କାହାରିକୁ ବାରିବାକୁ ଦିଏନି ଚନ୍ଦୁ ତା ଭିତରର ଜ୍ୱଳନ। ଚନ୍ଦୁ ଖାଲି କୁହୁଳେ। କୁହୁଳା ପାଉଁଶ ଗଦାରେ ବସି କୁଣ୍ଡଳିକରା ଧୂଆଁ ଭିତରେ କାହା ମୁହଁର ଗୋଟେ ସ୍କେଚ୍ କରେ। ନିଶାଡ଼ି ଆଖିର ମହୁ ବଣ ଭିତରେ ଗୋଟେ ମହୁଲ ଫୁଲକୁ ଖୋଜେ। ଖୋକା ଭାଇର ତାର ଲାଜର ନାମ କୃଷ୍ଣଚୂଡ଼ା ଗୀତକୁ କାହାକୁ ଶୁଣେଇ ଶୁଣେଇ ଗାଏ। ବହୁଥର ଡାକ୍ତରଙ୍କୁ ପଚାରିଛି ମଣିଷ ମରିବାର କେତେବେଳ ଯାଏ ହୃଦୟ ଦୁଃଖ ଦୁଃଖ କରୁଥାଏ। ସବୁଥର ପିଜି ଷ୍ଟୁଡେଣ୍ଟମାନେ ତା କଥାରେ ଫିକ୍ କିନା ହସି ଦିଅନ୍ତି। ଡାକ୍ତରଙ୍କୁ ଏକା ପାଇଲେ ପଚାରନ୍ତା, ହେଲେ ଏ ପିଜି ପିଲା ତାକୁ ମୋହ ଫେଣା ଭରି ଘେରିଥାନ୍ତି।
ମନେ ମନେ ପିଜି ଛୁଆଙ୍କୁ ବହେ ଶୋଧେ, ବେଳେବେଳେ ଦେଖେଇ ଦେଖେଇ ଶୋଧେ। ହେଲେ ଚନ୍ଦୁ ନିଶାରେ ଥାଏ ବୋଲି ସମସ୍ତେ ଜାଣନ୍ତି, ଏଣୁ 7-10 ମାଫ। ଚନ୍ଦୁ ଚକ୍ କରି କାଟି ପକାଏ ହୃତ୍ପିଣ୍ଡର ନାଡ଼ିଗୁଡ଼ାକୁ। ଛାତି ଖୋଲରୁ ହୃଦୟକୁ କାଢ଼ି ଆଣି ଆଞ୍ଜୁଳାରେ ନୈବେଦ୍ୟ ଥାଳି ପରି ଧରି ରଖେ ଡାକ୍ତରଙ୍କ ସାମ୍ନାରେ। ଚନ୍ଦୁ ହୃତ୍ପିଣ୍ଡକୁ ଧରିଥିବା ବେଳେ ମୁହଁ ଚାହାଁ ଛୁଇଁ ହୋଇ ମୁରୁକି ମୁରୁକି ହସାହସି ହୁଅନ୍ତି ପିଜି ପିଲାମାନେ। ନିଶାରେ ଥିଲେ ବି ଚନ୍ଦୁ ଠିକ୍ ବାରିପାରେ ତା 2 ହାତ ପାପଲିରେ ଥିବା ହୃଦୟକୁ ଦେଖେଇ ଡାକ୍ତରୀ ପଢ଼ୁଥିବା ଝିଅ ଛୁଆଟା କେମିତି ଆଖି ନଚେଇ ତା କ୍ଲାସମେଟ୍ ପୁଅ ସାଙ୍ଗକୁ ପ୍ରେମ ନିବେଦନ କରେ, ଆଉ ଡାକ୍ତରୀ ପଢ଼ୁଥିବା ସେଇ ଟୋକାଟା କେମିତି ଚିଲ ପରି ଝାମ୍ପି ନିଏ ଚନ୍ଦୁ ହାତରୁ ସଦ୍ୟ କଟା ଯାଇଥିବା ହୃତ୍ପିଣ୍ଡକୁ। ତା ପ୍ରେମିକା ସାମ୍ନାରେ ଆଣ୍ଠୁ ମାଡ଼ି ପାପୁଲିରେ ବଢ଼େଇ ଦିଏ ହୃଦୟକୁ। ମୁରିକି ମୁରିକି ହସି ଦେଇ ଝିଅଟା କହେ, ଦବ ତ? ଅସଲରେ ଦିଅ। ଚନ୍ଦୁର ରାଗ ତାଳୁକୁ ଚହଟେ। ଶବଘରୁ ବିଜୁଳି ବେଗରେ ବାହାରିଯାଏ। ଦେବଦାରୁ ଛାଇ ତଳେ ଥିବା ସେଇ ଅନୁଢ଼ା କିଶୋରୀଟି ପାଦ ଗଣି ଗଣି ଫେରିଯାଏ। ଫେରିଲା ବେଳେ ଥରେ ଅଧେ ଲେଉଟ ଚାହାଣି ହାଣି ଦିଏ ଚନ୍ଦୁକୁ। ଚନ୍ଦୁର ମନେ ପଡ଼ିଯାଏ ଖୋକା ଭାଇର ସେଇ ପ୍ରିୟାର ନାମ ଚନ୍ଦ୍ରା ଗୀତ। କିଶୋରୀଟି ଆଖି ଆଢ଼ୁଆଳ ହେଲା ଯାଏ ବଡ଼ ପାଟିରେ ଗାଇ ଚାଲେ ଚନ୍ଦୁ। ନଦୀର ନାମ ଅଳସ କନ୍ୟା, ପ୍ରିୟାର ନାମ ଚନ୍ଦ୍ରା। ନଦୀର ନାମ ଅଳସ କନ୍ୟା, ପ୍ରିୟାର ନାମ ଚନ୍ଦ୍ରା। ଘରେ ତାର କୋତରା ଲଗା ମା। ଘୋରି ହୋଇଯାଇଥିବା ଗ୍ରାମୋଫୋନର ପିନ୍ ପରି ସବୁଦିନ ସେଇ ଏକା ରେକର୍ଡ ବଜାଏ। ଏ ଚନ୍ଦୁ, ଆରେ ଚନ୍ଦୁ, ରାଣୀହାଟ ବସ୍ତିର ରଘୁଆ ବେହେରା ଝୁଅଟାକୁ ଉଠାଇ ଆଣ। ଆଉ କ'ଣ ମୁଁ ମଲେ ଆଣିବୁ? ମା ମରିବା କଥାଟା କହିଲେ ଚନ୍ଦୁ ତରଳି ଯାଏ। ମହମଗଦା ପରି ତରଳି ତରଳି ମା ମଥା ପାଖରେ ଥ ହୋଇଯାଏ। ମଥା ଆଉଁସି ଦିଏ। ମେଡ଼ିକାଲରୁ ରୋଗୀଙ୍କ ପାଇଁ ମିଳୁଥିବା କ୍ଷୀର, ପାଉଁରୁଟି ବେହେରାମାନେ ବାଣ୍ଟି ନେଲା ବେଳେ ତା ଭାଗଟା ଘରେ ଦେଇ ଦେଇଥାନ୍ତି। ସେଥିରୁ 2 ଚିରୁଡ଼ା ବୁଡ଼େଇ ଦେଇ ମା ପାଟିରେ ଦେଇଦିଏ। କୋହ ଚହ ଚହ ହୋଇ ଘରୁ ବାହାରିଯାଏ। ଚନ୍ଦୁ ବାପା ଜୀଇଁ ଥିଲା ବେଳେ ଯେତେବେଳେ ଶବ ଘରକୁ ଯାଏ, ଡାକ୍ତର ନର୍ସଙ୍କ ବାରଣ ସତ୍ତ୍ୱେ ବି ଚନ୍ଦୁକୁ ସାଙ୍ଗରେ ନେଇଯାଏ। ସେଇଟା ତାଙ୍କର କୂଳ ବେଉସା। ଚନ୍ଦୁର ଜେଜେ ବି ଶବ କାଟୁଥିଲେ। ଚନ୍ଦୁ ବଡ଼ ହେଲେ ଆଉ କ'ଣ ପ୍ରଫେସର ହେବ? ଇଆଡ଼ ମୁଣ୍ଡରୁ କାମ ଶିଖିଥିଲେ ସିନା ଆଗକୁ କାମ କରିବ। ନଇଲେ ବାବୁ ଆପଣମାନେ ହଇରାଣ ହେବେ, ମୋର କ'ଣ ଯାଉଛି? ବାସ୍ ସେତିକିରେ କଥା ଶେଷ। ଶବ ଘରକୁ ଚନ୍ଦୁର ଅବାଧ ପ୍ରବେଶ। ଶବ ଘରକୁ ଯିବା ବେଳେ ଚନ୍ଦୁକୁ ଜମା ଡର ଲାଗେ ନା। ଖାଲି ଯାହା ଝିଅ ଛୁଆ ନର୍ସ ଗୁଡ଼ା ଚୁଟି ଖୋଲା ରଖିଲେ ସେ ହାଉଳି ଖାଏ। କାଳେ ଖୋଲା ଚୁଟିରେ ଶବରୁ ଆତ୍ମା ବାହାରି ଭୂତ ଭୁତୁଣି ହୋଇ ରହିଯିବେ। ପଟାପୋଲ ତେଲୁଗୁ ସାହିର କାଳିସି ଲାଗିଲା ପରି ଚୁଟି ଖୋଲା କରି ମୁଣ୍ଡକୁ ଘୁରେଇ ଘୁରେଇ ତା ଆଡ଼କୁ ମାଡ଼ି ଆସିବେ। ଖଜୁରୀ ତାଡ଼ି ନିଶା ଚନ୍ଦୁକୁ ଘାରେ ନା। ସିଏ ଦେଶୀ ପାଉଚ ପିଏ। ପାଉଚରେ ନିଦ ବଟିକା, କଫ୍ ସିରପ ନଇଲେ ମଦର ଟିଙ୍କଚର ମିଶେଇ ପିଇଦିଏ। ପଞ୍ଚ କରି ପିଇଲେ ନିଶାଟା ଟିକେ ଝାମା ଧରେ। ପିଲାବେଳେ ଶବ ଘରକୁ ଗଲାବେଳେ ଚନ୍ଦୁ ବାପା ଚନ୍ଦୁକୁ ତାଡ଼ି ଅଧ ଗିଲାସେ ପିଇବାକୁ ଦଉଥିଲା। ବିନା ନିଶାରେ କ'ଣ କିଏ ମଣିଷ କାଟିପାରିବ? ମୁଣ୍ଡରୁ ଦହି, ଛାତିରୁ କଲିଜା, ଫୁସଫୁସ୍, ହୃଦୟ କାଢ଼ିପାରିବ? ତାକୁ ପୁଣି ନିଜ ଆଞ୍ଜୁଳାରେ ଡାକ୍ତର ଦେଖି ସାରିବା ପର୍ଯ୍ୟନ୍ତ ଧରି ରଖିପାରିବ? ଖାଲି ଖୋଳପ ପରି ଖପୁରି ଛାତିରେ ଟାଙ୍କ ଦେଇ ଡାମ୍ଫଣରେ ସିଲେଇ କରିପାରିବ? ଶବ କାଟିବାଟା ଗୋଟେ କଳା। ସବୁ କଳା ତ ନିଶା। ନିଶା ନ ଖାଇଲେ ମୁଡ୍ ବନିବନି। ମୁଡ୍ ନ ବନିଲେ କାଟୁ କାଟୁ ଯଦି ବଙ୍କା ତେଢ଼ା ହୋଇଯିବ, ଖପୁରିର ଦହି ଚହଲେ ଯିବ କି କଲିଜା ଫାଟି ପାଣି ହୋଇଯିବ। ତା ନିଶା ଖାଇବା ସପକ୍ଷରେ ଏମିତି ଅକାଟ୍ୟ ଯୁକ୍ତି ଚନ୍ଦୁ ରଖେ। ଚନ୍ଦୁ ବାପା ନିଶା ଖାଉଥିଲା। ପରେ ପରେ ନିଶା ଚନ୍ଦୁ ବାପାକୁ ଖାଇବାକୁ ଲାଗିଲା। ବାସ୍, ତା ଜେଜ ପରି ଚନ୍ଦୁ ବାପା ବି ଅଧା ବୟସରୁ ଉପରକୁ ଟିକଟ କାଟିଲା। ଜେଜଠୁ ବାପା ଆଉ ବାପାଙ୍କଠୁ ତାକୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ଏ କୂଳ ବେଉସା।
ଆଜିକାଲି ସରକାରୀ ଚାକିରି ଖଣ୍ଡେ ପାଇଁ କେତେ ଉପରି ଭିତିରି, ହେଲେ ଚନ୍ଦୁର ସେଥିରେ ପରବାଏ ନାହିଁ। ତାର ପୁଅ ହେଲେ ସେ ବି ତା ଚାକିରି ପାଇବ। କତରା ଲଗା ମା ସିଆଡ଼ୁ ଚିଲ୍ଲାଏ, ଆରେ ଚନ୍ଦୁ, ସେ ରଘୁଆ ବେହେରା ଝୁଅଟାକୁ ଉଠେଇ ଆଣରେ। ଦେବଦାରୁ ଛାଇରେ ଝାଳ ଗମ ଗମ ହୋଇ ସିଝୁଛି ଅନୁଢ଼ା କିଶୋରୀଟି କୃଷ୍ଣଚୂଡ଼ାର ଋତୁରେ। ବାଟ ଭାଙ୍ଗି ଚାଲିଯିବା ବଦଳରେ ଆଣ୍ଠୁମାଡ଼ି ବସିଯାଇଛି ଚନ୍ଦୁ ସାମ୍ନାରେ। ଚନ୍ଦୁ ଆଖିପତା ମାଡ଼ି ହେଇ ପଡ଼ୁଛି। ସବୁ ଝିଲିମିଲି ଦିଶୁଛି, ହେଲେ ସେ ଠିକ୍ ଶୁଣିପାରୁଛି। ସେ ହୃଦୟକୁ ଛୁଇଁବ, କାନ ପାରି ଶୁଣିବ ହୃଦୟର ଦୁଃଖ ଦୁଃଖ। ଇପ୍ସିତ ମୁହୂର୍ତ୍ତରେ ଆହ୍ଲାଦରେ ରୋମାଞ୍ଚିତ ହେବ, ଶିହରଣରେ ଆଖି ବୁଜିଦେବ। ଆଖି ଖୋଲିଲା ବେଳକୁ ଚନ୍ଦୁ ତା ଆଖିପତା ଚୁମୁଥିବ। ଏତିକି ମାତ୍ର ତାର ଅଳେ। ତାପରେ ବନ ଝରଣା ପରି ଲମ୍ଫ ଦେବ। ପାହାଡ଼ି ରାସ୍ତାରେ ଶିରା କାଟି ବହିଯିବ, ମିଶିଯିବ ସାଗରରେ ଉତ୍ତାଳ ତରଙ୍ଗରେ। ଆଉ କ'ଣ ହାତୀ ନା ଘୋଡ଼ା ମାଗୁଛି? କୋହ ଉଠେଇ କାନ୍ଦିଲା ଅନୁଢ଼ା କିଶୋରୀଟି। ତା ଶୁଁ ଶୁଁ କାନ୍ଦ ଝିଙ୍କାରୀର ସ୍ୱର ପରି ଅନ୍ଧାରର ଛାତି ଚିରି ବିଦର୍ଣ୍ଣ କରିଦେଲା ଚନ୍ଦୁକୁ। ଚନ୍ଦୁ ଗୁଣୁଗୁଣେଇଲା, ତା ଆଖିର ନାମ ଶାମୁକା, ଆଉ ଲୁହର ନାମ ମୁକ୍ତା। ନା, ଆଉ ନୁହେଁ। 100 ସରିକି ଶବ କାଟି ସାରିଲାଣି। 100 ସରିକି ହୃଦୟକୁ ଦି ହାତ ପାପୁଲିରେ ରଖି ନିରୀଖେଇ ଦେଖି ସାରିଲାଣି। ମଦ ନିଶାରେ କାଳେ ହୃଦୟର ଦୁଃଖ ଦୁଃଖ ନ ଦିଶିବ ବୋଲି କାନ ପାଖେ ନଡ଼ିଆ ବଜାଇବା ପରି ହୃଦୟକୁ ଝଣ ଝାଣ କରି କାନ ପାତି ଶୁଣି ସାରିଲାଣି। ଆଉ ପାରିବନି। ଚନ୍ଦୁ ମାର କତରା ପାଖେ ଲଥ କରି ବସି ପଡ଼ିଲା। ପାଉଁରୁଟି ଖଣ୍ଡେ କ୍ଷୀରରେ ବୁଡ଼େଇ ମା ପାଟିରେ ଦେଲା। ଶବକଟା ଛୁରୀଟା ଖଟିଆ ତଳୁ କାଢ଼ିଲା। ଦୁମ୍ ଦୁମ୍ ପାଦ ପକେଇ କାଳି ଅନ୍ଧାରରେ ବାହାରିଗଲା। ରାଣୀହାଟ ବସ୍ତିର ଟିଣା କବାଟଟା ବାଡ଼େଇ ବାଡ଼େଇ ହୁରି ପକେଇଲା। ଦୁଃଖ ଦୁଃଖ କରୁଥିବା ହୃଦୟ ନବୁ ପରାବେ, ଦୁଃଖ ଦୁଃଖ କରୁଥିବା ହୃଦୟ ନବୁ ପରାବେ। ଏଥର କମାଲ ଦେଖାଇଲା ତା ଶବକଟା ଅଭ୍ୟସ୍ତ ହାତ। ସକାଳ ହେବା ବେଳକୁ ଚନ୍ଦୁ ମୁହଁ ସାରା ମାଛି ବେଢ଼ିଥିଲେ। କୋଉ ଏକ ଅନୁଢ଼ା କିଶୋରୀର ଖଇରିଆ ଅଳତା ଭିଜା ନଛି ପାଦଟିଏ ଟିଣ କବାଟ ଟପି ଲମ୍ବି ଯାଇଥିଲା ଜୋବ୍ରା ନିକଟ ଆଡ଼େ।